ସାଧାରଣତଃ ରଜ ଆସିଲେ ଆମର ପ୍ରତି ଓଡ଼ିଆମାନଙ୍କ ଘରେ ପୋଡ଼ପିଠା କରାଯାଏ। କିନ୍ତୁ ଏମିତି ବେଳେବେଳେ ପୋଡ଼ପିଠା ଖାଇବା ପାଇଁ ଇଚ୍ଛା ହୁଏ, ତ ପୋଡ଼ପିଠା ବହୁତ ପ୍ରକାରରେ ବନାଯାଇଥାଏ। ଆଜି ମୁଁ ଆପଣମାନଙ୍କୁ କନ୍ଦମୂଳ ପୋଡ଼ପିଠାର ରେସିପି ଆପଣମାନଙ୍କ ସହିତ ମୁଁ ସେୟାର କରୁଛି। ଖାଇବାକୁ ଭାରି ସୁଆଦିଆ ଲାଗେ। ଏଇଠି ମୁଁ ପାଖାପାଖି 250 ଗ୍ରାମର କନ୍ଦମୂଳକୁ ପ୍ରେସରରେ ଗୋଟେ ସିଟି ଦେଇକି ସିଝେଇ ନେଇଛି। ଏଇଠି ମୁଁ 300 ଗ୍ରାମ ବାସୁମତୀ ଚାଉଳକୁ ପାଖାପାଖି 6ରୁ 7 ଘଣ୍ଟା ଭିଜେଇ ରଖିଥିଲି। ଚାଉଳକୁ ଭଲ ଭାବରେ ଧୋଇକି ମିକ୍ସିଂ ଜାରରେ ଦେଇ ଦେଇଛି। ତ ତାକୁ ଗ୍ରାଇଣ୍ଡ କରିକି ରଖିନେଇଛି। ଏପଟେ ଆମର କନ୍ଦମୂଳ ମଧ୍ୟ ବଢ଼ିଆ ଭାବରେ ସିଝି ଯାଇଛି। ତାର ଚୋପାକୁ ଛଡ଼େଇକି ଏମିତି ଆଳୁ ମ୍ୟାସରରେ କନ୍ଦମୂଳକୁ ଭଲ ଭାବରେ ଟିକେ ଚକଡ଼ି ନେଇଛି। ତ ଏଇଠି ଏବେ ଆମେ ଗୋଟେ ମସଲା ପ୍ରିପେୟାର କରିଦେବା। 4-5ଟି ଗୁଜୁରାତି, କିଛି ଗୋଲମରିଚକୁ ଏଇଠି ମୁଁ ଛେଚିକି ନେଇଯାଇଛି। ଏବେ ଆମେ ଯେଉଁ ଚାଉଳକୁ ବାଟି ରଖିଥିଲେ ସେଇଠି ମୁଁ ଏଇଠି ଗୋଟେ ଫାଳ ନଡ଼ିଆକୁ କୋରେଇକି ଦେଇ ଦେଇଛି। କିଛି କଟା ନଡ଼ିଆ, ତେଜପତ୍ର, ଗୁଜୁରାତି, ଗୋଲମରିଚର ଗୁଣ୍ଡ। ଯେହେତୁ ଆମେ ଏଇଟା କନ୍ଦମୂଳ ପୋଡ଼ପିଠା କରୁଛେ, କନ୍ଦମୂଳ ତ ଖାଇବାକୁ ମିଠା ଲାଗେ, ତ ସେଇ ହିସାବରେ ମୁଁ ଟେଷ୍ଟର ହିସାବରେ ଏଇଠି ମୁଁ ଗୁଡ଼ ଦେଇଛି। ଆପଣମାନେ ଏଠି ଚିନି ମଧ୍ୟ ଦେଇପାରିବେ। ଯେଉଁ କନ୍ଦମୂଳକୁ ଆମେ ଚକଡ଼ିକି ରଖିଥିଲେ ତାକୁ ଦେଇକି ଏବେ ଭଲ ଭାବରେ ଆକୁ ଟିକେ ମିଶେଇ ନେଇଛି। ଟେଷ୍ଟ ହିସାବରେ ଲୁଣ ଦେଇଛି। ତ ଆପଣମାନେ ଦେଖିପାରୁଥିବେ ବ୍ୟାଟର ତ ବହୁତ ବଢ଼ିଆ ଭାବରେ ମିଶି ଯାଇଛି। ଏବେ କଡ଼େଇରେ ଅଳ୍ପ ଟିକେ ପାଣି ଦେଇଦେବା। ଗ୍ୟାସର ଫ୍ଲେମ୍‌କୁ ମିଡ଼ିୟମ୍ ରଖିକି ଏବେ ଆମେ ବ୍ୟାଟରକୁ ସେଥିରେ ଦେଇକି କଣ୍ଟିନ୍ୟୁଅସ୍‌ଲି ଘାଣ୍ଟି ନେବା। ବିଲକୁଲ ଜାଳକୁ ହାଇ କରିବେ ନାହିଁ। ଏମିତି କଣ୍ଟିନ୍ୟୁଅସ୍‌ଲି ଘାଣ୍ଟିବେ ଯେମିତି ଆମେ ଏଇ ଯନ୍ତଣୀଟା ଏକଦମ ପରଫେକ୍ଟ ହେବ। ଆପଣମାନେ ତ ଦେଖିକି ଜାଣିପାରୁଥିବେ ଧୀରେ ଧୀରେ କେତେ ବହଳା ହୋଇ ଆସିଲାଣି। ଆଉ ଯନ୍ତଣୀଟା ପରଫେକ୍ଟ ହେଲେ ନା ପୋଡ଼ପିଠାଟା ବହୁତ ବଢ଼ିଆ ଲାଗେ ଖାଇବା ପାଇଁ, ଆଉ ଭିତର ବଢ଼ିଆ ଭାବରେ ମଧ୍ୟ ସିଝିଥାଏ। ଏବେ କଦଳୀ ପତ୍ରକୁ ଗ୍ୟାସରେ ଟିକେ ଏମିତି ଦେଖେଇଦେବା, ଯାହାଫଳରେ କି ପତ୍ର ବହୁତ ସଫ୍ଟ ହେଇଯାଇଥାଏ। ତ ଏବେ ମୁଁ ଏମିତି ଗୋଟେ କେକ୍ଟିନରେ ପତ୍ର ରଖି ତା ଉପରେ ଟିକେ ଅଏଲ୍ ଲଗେଇ ଦେଇଛି। ଏବେ ସେଥିରେ ବ୍ୟାଟରକୁ ଦେଇକରି ଟିକେ ପାଣି ହାତ ହେଇକି ସବୁଆଡ଼ ଭଲ ଭାବରେ ସାଇଜ୍ କରିନେଇଛି। ତାପରେ ମଧ୍ୟ ଆମେ ଗୋଟେ କଦଳୀ ପତ୍ର ଦେଇଦେବା। ଏବେ ମୁଁ ୟାକୁ ଗ୍ୟାସ୍ ଉପରେ ଲୋ ମିଡ଼ିୟମ୍ ଫ୍ଲେମ୍‌ରେ ପାଖାପାଖି ଅଧଘଣ୍ଟେ ପର୍ଯ୍ୟନ୍ତ କଭର କରିକି ବସେଇ ନେଇଛି। ଏବେ ଆପଣମାନେ ଦେଖନ୍ତୁ ଅଧଘଣ୍ଟେ ହେଇସାରିଲାଣି। ମୁଁ ତାର ଆରପଟ ସାଇଡ଼କୁ ତାୱା ଉପରକୁ ଓଲଟାଇକି ପୁଣି ଲୋ ମିଡ଼ିୟମ୍ ଫ୍ଲେମ୍‌ରେ ଅଧଘଣ୍ଟେ ପିଠାକୁ ବସେଇ ନେଇଥିଲି। ଏବେ ପିଠା ପ୍ରାୟ ଥଣ୍ଡା ହୋଇ ଆସିଲାଣି। ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ବଢ଼ିଆ ଭାବରେ ସିଝି ଯାଇଛି। ଦୁଇ ପଟ ସାଇଡ଼୍ ବଢ଼ିଆ ଭାବରେ ସିଝିଛି। ଖାଇବା ପାଇଁ ଭାରି ସୁଆଦିଆ ଲାଗେ। ଭିଡ଼ିଓକୁ ଯଦି ପସନ୍ଦ କରନ୍ତି ପ୍ଲିଜ୍ ଲାଇକ୍ ସେୟାର କରିବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆପଣମାନେ ଦେଖିକି ତ ଜାଣିପାରୁଥିବେ କେତେ ସଫ୍ଟ ହେଇଛି। ନମସ୍କାର, ଜୟ ଜଗନ୍ନାଥ।